ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିନାହାନ୍ତି, ତାହେଲେ ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ପିନ୍ କରାହେଇଛି। ଜଲ୍ଦି ଯାଇ ସେଠି ଜଏନ୍ କରନ୍ତୁ ଆଉ ମୋତେ ମେସେଜ କରନ୍ତୁ। ଆପଣମାନେ ଟେଲିଗ୍ରାମରେ କିଛି ଏମିତି ଜିନିଷ ଦେଖିବାକୁ ପାଇବେ ଯାହାକି ୟୁଟ୍ୟୁବରେ ମୁଁ ଆପଣମାନଙ୍କୁ କହିପାରୁନି। ପ୍ରଥମେ ଯାଇ ଜଏନ୍ କରନ୍ତୁ, ତାପରେ ଆପଣମାନେ ଜାଣିପାରିବେ ସେଠି କ'ଣ ଅଛି କ'ଣ ନାହିଁ। ମୋ ନାଁ କାଳିଆ, ବୟସ 22 ବର୍ଷ, ରଙ୍ଗ କଳା। ମୋ ଘର ଅନୁଗୁଳ ଜିଲ୍ଲାରେ। ପରିବାର କହିଲେ ବାପା, ବୋଉ ଆଉ ମୁଁ। ଆମେ 3 ଜଣ ବେଶ ଖୁସିରେ ଥିଲୁ। ବାପାଙ୍କର ନାଁ ହେଉଛି ପ୍ରହ୍ଲାଦ। ସେ ଜଣେ ଦିନ ମଜୁରିଆ, ହେଲେ ପ୍ରବଳ ମଦ ପିଅନ୍ତି। ସେଥିପାଇଁ ତାଙ୍କ ଦେହ ମଝିରେ ମଝିରେ ଖରାପ ହେଉଥିଲା। ଔଷଧ ଖାଇଲେ ଭଲ ହେଉଥିଲା, ହେଲେ ବାପା ଯେତେ ମନା କଲେ ମଧ୍ୟ ସେ ମଦ ଛାଡ଼ୁନଥିଲେ। ବୋଉର ନାଁ ହେଉଛି କୁନ୍ତଳା। ବୋଉ ଦେଖିବାକୁ ଶ୍ୟାମଳ ରଙ୍ଗର। ବୋଉର ବଡ଼ ବଡ଼ 36 ସାଇଜର ଦୁଧ ଆଉ 38 ସାଇଜର ବିଶାଳକାୟ ଗାଣ୍ଡି ଦେଖିଲେ ମଲା ଲୋକର ବି ବାଣ୍ଡ ଛିଡ଼ା ହୋଇଯିବ। ବୋଉକୁ ମାତ୍ର 37 ବର୍ଷ। ସେ କମ୍ ବୟସରୁ ବାହା ହୋଇଥିଲା। ବୋଉ ଘରର ଦାୟିତ୍ୱ ବହନ କରେ। ଏମିତି ଦିନକର ଘଟଣା। ମୁଁ ସେତେବେଳେ +3 ସେକେଣ୍ଡ ଇୟରରେ ପଢ଼ୁଥାଏ। ବାପାଙ୍କ ଦେହ ଅତିରିକ୍ତ ଖରାପ ହୋଇଗଲା। ବାପାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ ନେଇଗଲୁ। ଡାକ୍ତର ଚିକିତ୍ସା କରି କହିଲେ ବାପାଙ୍କର ଲିଭର ଖରାପ ହୋଇସାରିଛି, ଅପରେସନ କରିବାକୁ ପଡ଼ିବ। ଆମେ ପଚାରିଲୁ କେତେ ଟଙ୍କା ଲାଗିବ? ସେ କହିଲେ ପାଖାପାଖି 4 ଲକ୍ଷ ଟଙ୍କା ଲାଗିବ। ତମେ ଟଙ୍କା ଯୋଗାଡ଼ କଲେ ଆମେ ଅପରେସନ ଆରମ୍ଭ କରିବୁ। ଆମେ ତାଙ୍କୁ କିଛି ଦିନ ସମୟ ମାଗିଲୁ। ଆମର ଯାହା ଧନ ସମ୍ପତ୍ତି ଘରଦ୍ୱାର ଥିଲା ସବୁ ବିକ୍ରି କରି 5 ଲକ୍ଷ ଟଙ୍କା ଯୋଗାଡ଼ ହେଲା ଆଉ ବାପାଙ୍କର ଅପରେସନ ହେଲା। 15 ଦିନ ପରେ ବାପାଙ୍କୁ ଘରକୁ ଫେରିଲୁ। ସବୁ ଟଙ୍କା ତ ମେଡ଼ିକାଲରେ ଖର୍ଚ୍ଚ ହୋଇଗଲା। ଏବେ ବାପାଙ୍କର ଔଷଧ ଆଉ ଘର ଚଳିବା ପାଇଁ ମୋତେ କିଛି କାମ କରିବାକୁ ପଡ଼ିବ। ମୁଁ ବୋଉକୁ କହିଲି, ବୋଉ, ମୁଁ କାମ କରିବାକୁ ତାମିଲନାଡୁ ଯିବି। ସେଠି ଭଲ ପଇସା ରୋଜଗାର ହେଉଛି। ଆମ ଘର ଚଳିବାକୁ ଅସୁବିଧା ହେବନି। ବୋଉ କହିଲା, ତୁ ଏତେ ବାଟ କେମିତି ଯିବୁ? ମୁଁ କହିଲି, ସମସ୍ତେ ଯାଉଛନ୍ତି ନା ନାହିଁ, ଆଉ ମୋର କିଛି ସାଙ୍ଗ ମଧ୍ୟ କାମ କରିବାକୁ ଯାଇଛନ୍ତି, ତେଣୁ କିଛି ଅସୁବିଧା ହେବନି। ବୋଉ କହିଲା, ହଉ, ତୁ ସଜରେ ଯିବୁ। ମୁଁ ତାମିଲନାଡୁ ଯିବାକୁ ବାହାରିଲି। ବୋଉ ଗାଡ଼ି ଖର୍ଚ୍ଚ ପାଇଁ 2000 ଟଙ୍କା ଦେଲା ଆଉ କହିଲା ବାହାର ଜାଗା, ଜଗି ରଖି ଚଳିବୁ, କାହା ସହ ଝଗଡ଼ା କରିବୁନି। ମୁଁ ହଁ କଲି ଆଉ ବିଦାୟ ନେଇ ଚାଲିଗଲି। ମୁଁ ସେଠାରେ ମନ ଧ୍ୟାନ ଲଗେଇ କାମ କରିଲି ଆଉ ମାସକୁ ମାସ ଟଙ୍କା ଘରକୁ ପଠେଇ ଦେଉଥାଏ। ହେଲେ ଆମର ବନ୍ଧା ପଡ଼ିଥିବା ଘରଦ୍ୱାର ମୁକୁଳି ନଥାଏ। ମୁଁ ଯାହା ପଇସା ପଠାଏ ସବୁ ବାପାଙ୍କ ଦେହରେ ଆଉ ଘର ଖର୍ଚ୍ଚରେ ଲାଗିଯାଏ। ଏଇଭଳି ପ୍ରାୟ ବର୍ଷେ ବିତିଗଲା। ଦିନେ ଖବର ପାଇଲି ବାପା ଚାଲିଗଲେ। ମୁଁ ତୁରନ୍ତ ଗାଁକୁ ଆସିଲି। ବାପାଙ୍କର କ୍ରିୟାକର୍ମ ସାରିଲି। ବୋଉ ଆଉ ମୋ ମନରେ ଏତିକି ଦୁଃଖ ରହିଗଲା ଯେ ଯାହା ପାଇଁ ସବୁ ଘରଦ୍ୱାର ଧନ ସମ୍ପତ୍ତି ଆମେ ବିକିଥିଲୁ ସେ ବଞ୍ଚିଲେନି। ବାପାଙ୍କ ଦଶା କାମ ସରିବା ପରେ ସବୁ ବନ୍ଧୁବାନ୍ଧବ ନିଜ ନିଜ ଘରକୁ ଚାଲିଗଲେ। ତାପରେ ମୁଁ ବର୍ଷେ ଗାଁରେ ରହିଲି। ବାହାରକୁ ଯିବାକୁ ବୋଉ ମୋତେ ମନା କଲା। ବୋଉ କହିଲା ବାର୍ଷିକ ପୂର୍ବରୁ ବାହାରକୁ ଗଲେ ଅମଙ୍ଗଳ ହେବ। ମୁଁ ଗାଁରେ କିଛି କାମ ଦାମ କରି ଘର ଚଳାଉଥାଏ। ବର୍ଷେ ପରେ ବାପାଙ୍କର ବାର୍ଷିକ କାମ ସରିଗଲା। ମୁଁ କହିଲି, ବୋଉ, ମୋତେ ଏବେ ତାମିଲନାଡୁ ଯିବାକୁ ହେବ, ନହେଲେ ଆମେ ଘର ଆଉ କରଜ କେମିତି ସୁଝିବା? ଏହା ଶୁଣି ବୋଉ ଟିକେ ମନ ଦୁଃଖ କଲା। ବୋଉର ଏଭଳି ଅବସ୍ଥା ଦେଖି ମୁଁ ବୋଉକୁ କହିଲି, ଆଲୋ ବୋଉ, ତୁ ଏଥିପାଇଁ ଗାଁରେ ଏକୁଟିଆ କାହିଁକି ରହିବୁ? ଚାଲୁନୁ ମୋ ସାଙ୍ଗରେ ତାମିଲନାଡୁ ଯିବୁ। ମା ପୁଅ ସାଙ୍ଗ ହୋଇ ରହିବା। କିଛି ନହେଲେ ତୁ ମୋ ପାଇଁ 2 ବେଳା 2 ମୁଠା ଭାତ ରାନ୍ଧିଦେବୁ। ମୁଁ ଶାନ୍ତିରେ ଖାଇ କାମକୁ ଯିବି। ବାହାରେ ଏକା ରାନ୍ଧି ଖାଇବା ଆଉ କାମ କରିବାକୁ ବହୁତ କଷ୍ଟ ହେଉଛି। ବୋଉ ମଧ୍ୟ ମୋ କଥାରେ ରାଜି ହେଲା। ଆମେ 2 ଜଣ ତାମିଲନାଡୁ ଯିବାକୁ ସଜବାଜ କଲୁ। ବାପାଙ୍କର କ୍ରିୟାକର୍ମରେ 50ରୁ 60 ହଜାର ଟଙ୍କା ଖର୍ଚ୍ଚ ହୋଇଯାଇଥିଲା। ପାଖରେ ଆଉ 2000 ଟଙ୍କା ପଡ଼ିଥାଏ। ମୁଁ ଚିନ୍ତା କଲି ଲୋକାଲ ବଗିରେ ଗଲେ ହୋଇଯିବ, ହେଲେ ଟିକେ କଷ୍ଟ କରିବାକୁ ପଡ଼ିବ। ଗୁରୁବାର ଦିନ ଆମେ ଭୁବନେଶ୍ୱର ଅଭିମୁଖେ ବାହାରିଗଲୁ। ସକାଳ 10:30ରେ
ଅମୃତ ଭାରତ ଏକ୍ସପ୍ରେସ୍ କୋଇମ୍ବତୁର ଯିବ। ମୁଁ ଯାଇ 2ଟା ଟିକେଟ୍ ନେଇ ଆସିଲି ଆଉ ଆମେ 2 ଜଣ ପ୍ଲାଟଫର୍ମରେ ଅପେକ୍ଷା କରିଥିଲୁ। ପାଖାପାଖି 10:30ରେ ଟ୍ରେନ୍ ଲାଗିଲା। ଲୋକାଲ ବଗିର ଗହଳି ଦେଖି ବୋଉର ମୁଣ୍ଡ ବୁଲେଇ ଦେଲା। ବୋଉ ଆଉ ମୁଁ କଷ୍ଟେ ମଷ୍ଟେ ଟ୍ରେନ୍ରେ ଚଢ଼ିଲୁ, ହେଲେ ଡୋର ପାଖରୁ ଆଉ ଭିତରକୁ ଯାଇ ହେଲାନି। ଏତେ ଗହଳି ଥିଲା ଯେ ଠିଆ ହେବାକୁ ମଧ୍ୟ ଜାଗା ଖଣ୍ଡେ ନଥାଏ। ତାପରେ ଟ୍ରେନ୍ ଛାଡ଼ିଲା। ଆମେ ବେଶୀ ଜିନିଷପତ୍ର ନେଇନଥିଲୁ। ଗୋଟେ ଛୋଟ ବ୍ୟାଗ୍ରେ ବୋଉର 2ଟା ଲୁଗା ଆଉ ମୋର 2 ହଳ ଡ୍ରେସ୍ ଥାଏ, କାହିଁକି ନା ଲୋକାଲ ବଗିରେ ବଡ଼ ଲଗେଜ୍ ନେଇଯିବା ଅସମ୍ଭବ। ବୋଉ ମୋ ଆଗରେ ଠିଆ ହୋଇଥାଏ, ମୋ ବୋଉର ପଛରେ। ମଝିରେ ମଝିରେ ଟ୍ରେନ୍ ହାଲକା ବ୍ରେକ୍ ଲଗାଇ ଦିଏ। ବୋଉ ପଡ଼ିଗଲା ଭଳି ହେଉଥାଏ। ତେଣୁ ମୁଁ ବୋଉକୁ କହିଲି, ତୁ ମୋ ପଟକୁ ମୁହଁ କରି ଠିଆ ହୋଇଯା। ବୋଉ ମୋ ଆଡ଼କୁ ମୁହଁ କରି ଠିଆ ହେଲା। ମୋ ବୋଉର ଅଣ୍ଟାରେ ହାତ ଦେଇ ମୋ ଦେହରେ ଲଗେଇକି ରଖିଥାଏ, ଯେମିତି ବୋଉ ପଡ଼ି ନଯିବ। ଲୋକାଲ ବଗିର ଦୁର୍ଗନ୍ଧ ବୋଉକୁ ଅଣନିଶ୍ୱାସୀ କରିଦେଉଥାଏ। କିଛି ସମୟ ପରେ ବିକାଳିମାନେ ଆସିଲେ ଆଉ ବୋଉ ଆଉ ମୁଁ ପରସ୍ପର ଦେହରେ ଚିପି ହୋଇଯାଇଥିଲୁ। ଆମେ 2 ଜଣ କିଛି କହିପାରୁନଥିଲୁ। ମୋତେ ଟିକେ ଦୁଃଖ ଲାଗିଲା ଯେ ମୁଁ ବୋଉକୁ ଏଇଭଳି ଅବସ୍ଥାରେ ନେଇଯାଉଛି। ମୁଁ କହିଲି, ତୁ ଚିନ୍ତା କରନା, ଆଜି ଗୋଟେ ଦିନ କଷ୍ଟ କରିଦେ, ଆଉ ଯେତେବେଳେ ଯିବା ଆସିବା ଏସିରେ ଟିକେଟ୍ କଟିବା। ବୋଉ ବି ହଁ କଲା। ଟ୍ରେନ୍ର ଗହଳି ଭିତରେ ବୋଉର 36 ସାଇଜର ବଡ଼ ବଡ଼ ଦୁଧ 2ଟା ମୋ ଛାତିରେ ଦଳି ହେଉଥାଏ। ବୋଉ ଦୁଧର ନରମ ସ୍ପର୍ଶ ପାଇ ମୋ 7 ଇଞ୍ଚର ବାଣ୍ଡ ଧୀରେ ଧୀରେ ଶକ୍ତ ହେବାକୁ ଲାଗିଲା। ବୋଉ ମୋର ଶକ୍ତ ବାଣ୍ଡକୁ ତା ପେଟରେ ଅନୁଭବ କରୁଥାଏ, ହେଲେ ସେ କିଛି କହିଲାନି। ଦିନ 1ଟାଏ ବେଳକୁ ବ୍ରହ୍ମପୁର ଛାଡ଼ିଲା। ଆମେ ଧୀରେ ଧୀରେ ଗେଟ୍ ପାଖରୁ ଭିତରକୁ ଗଲୁ। ଗୋଟେ ସିଙ୍ଗଲ ୱିଣ୍ଡୋ ସିଟ୍ରେ ଜଣେ ବୁଢ଼ା ଲୋକ ବସିଥାଏ ଆଉ ତା କଳରେ ତା ବୁଢ଼ୀ ବସିଥାଏ। ଆମକୁ ଦେଖି ବୁଢ଼ାବୁଢ଼ୀ ମନରେ ଦୟା ଆସିଲା। ବୁଢ଼ା ମଉସା ଆମ ସହ କଥା ହେଲେ। ଆମେ କହିଲୁ, ଆମେ କୋଇମ୍ବତୁର ଯିବୁ। ଗାଁ ଗହଳି ମାଇକିନାଙ୍କ କଥା ତ ଆପଣମାନେ ଜାଣିଥିବେ। ଥରେ ଗପିବା ଆରମ୍ଭ କଲେ 7 ଖଣ୍ଡ ରାମାୟଣ ସାରିଦେବେ। ବୋଉ ସେ ବୁଢ଼ାବୁଢ଼ୀ ସହ ଗପିବାକୁ ଲାଗିଲା। ବୋଉ ଆମ ଘର ଆଉ ବାପାଙ୍କର କଥା ସବୁ କହିଲା। ଏସବୁ ଶୁଣି ସେ ବୁଢ଼ାବୁଢ଼ୀ 2 ଜଣ ଭାରି ମନ ଦୁଃଖ କଲେ। ସେମାନେ କହିଲେ, ଆମେ ବିଶାଖାପାଟଣାରେ ଓହ୍ଲେଇବୁ, ତମେ ଏଠି ଜଗିଥାଅ, ଆମ ସିଟ୍ରେ ବସିବ। ଏହା ଶୁଣି ଆମେ ଖୁସି ହୋଇଗଲୁ। ଯାହା ହେଉ ଗୋଟାଏ ସିଟ୍ ମିଳିଗଲା। ବୋଉ ଯାଇ ସେଇ ବୁଢ଼ାବୁଢ଼ୀ ଆଗରେ ତଳେ ବସିଥାଏ ଆଉ ମୁଁ ଗୋଟେ ପାଖରେ ଠିଆ ହୋଇଥାଏ। କିଛି ସମୟ ପରେ ସମୋସାବାଲା ଆସିଲା। ଆମେ ସବୁ କିଣିକି ଖାଇଲୁ। ତାପରେ ଛକାମାନେ ଆସିଲେ। ଆଗରୁ ମଧ୍ୟ ଆସିଥିଲେ, ହେଲେ ଏଇଥର ଯାହା ହେଲା, ମୁଁ ବୋଉର ମୁହଁକୁ ଚାହିଁପାରୁ ନଥାଏ। ମୋତେ ଟିକେ ଲାଜ ଲାଗିଲା। ଗୋଟେ ଗୋରା ଚିକଣିଆ ଛକା ଆସିଲା। ଆମ ପାଖରେ ଗୋଟେ ଟୋକାକୁ ପଇସା ମାଗିଲା। ସେ ଟିକେ ଗୋଲୁଆମି କରିଲା। ଛକାଟା ସିଧା ତା ଲୁଗାକୁ ଟେକି ତା ବିୟାକୁ ଦେଖେଇ ଦେଲା। ଛକାର ବିୟା ଏତେ ଗୋରା ଆଉ ପାଉଁରୁଟି ଭଳିଆ ଫୁଲିକି ପୁରା ଗୁଦୁଲୁ ଗୁଦୁଲୁ ହୋଇଥାଏ। ସେଥିରେ ଗୋଟେ ବି ବାଳ ନାହିଁ। ମୋ ଆଖି ପୁରା ଲାଖିଗଲା। କିଛି ସମୟ ପାଇଁ ମୁଁ ଭୁଲିଗଲି ଯେ ମୋ ପାଖରେ ବୋଉ ଅଛି। ମୁଁ ଛକାର ବିୟାକୁ ଦେଖି ମନେ ମନେ ଭାବିଲି, ବିୟାଟା ଯେମିତି ହୋଇଛି ଇଚ୍ଛା ହେଉଥିଲା ବାଣ୍ଡଟା ନେଇ ବିୟାରେ ପୂରେଇ ଦେବାକୁ। ବୋଉ ମୋର ଗୋଡ଼କୁ ଟିକେ ଚିମୁଟି ଦେଲା। ମୁଁ ଚମକି ପଡ଼ି ମୁହଁ ବୁଲେଇ ଦେଲି। କିଛି ସମୟ ପରେ ବୋଉ କହିଲା, ମୁଁ ପରିସ୍ରା କରି ଆସୁଛି। ବୋଉ ଏତେବେଳ ଯାଏଁ ପରିସ୍ରା କରିନଥିଲା। ସେ ଗାଧୁଆ ଘରକୁ ଯାଇ ଆସି କହିଲା, କେତେ ଅପରିଷ୍କାର କରୁଛନ୍ତି। ମୁଁ କହିଲି, କ'ଣ କରିବା, ଟ୍ରେନ୍ରେ ଏମିତି ହୁଏ। ସନ୍ଧ୍ୟା 5:30ରେ ବିଶାଖାପାଟଣାରେ ଟ୍ରେନ୍ ଲାଗିଲା। ସେଠି ସେ ବୁଢ଼ାବୁଢ଼ୀ ଚାଲିଗଲେ। ବୋଉ ସେ ସିଙ୍ଗଲ ସିଟ୍ରେ ବସିଲା। ମୋ ବୋଉକୁ କହିଲି, ଯଦି କ'ଣ କିଣିବା କଥା କହ, ଏଇଠି ଟ୍ରେନ୍ ଅଧା ଘଣ୍ଟା ରହିବ। ବୋଉ କହିଲା, ଏତେ ସମୟ କ'ଣ ପାଇଁ ରହିବ? ମୁଁ କହିଲି, ଏଠି ଟ୍ରେନ୍ର ଇଞ୍ଜିନ୍ ଚେଞ୍ଜ ହେବ। 6ଟା ବେଳକୁ ଟ୍ରେନ୍ ଛାଡ଼ିଲା, ହେଲେ ଏଥର ବିପରୀତ ଦିଗରେ ଟ୍ରେନ୍ ଯାତ୍ରା କଲା। ବୋଉ କହିଲା, ଟ୍ରେନ୍ କ'ଣ ଓଲଟା ଚାଲିଛି? ଆମକୁ କ'ଣ ଏଇଠୁ ଗାଁକୁ ନେଇଯିବ? ମୁଁ କହିଲି, ନା ନା ବୋଉ, ଏପଟ ମୁଣ୍ଡରେ ଇଞ୍ଜିନ୍ ଖୋଲା ହେଲା ଆଉ ଏବେ ସେପଟ ମୁଣ୍ଡରେ ଇଞ୍ଜିନ୍ ଲାଗିଲା। ଟ୍ରେନ୍ କ'ଣ ରାସ୍ତାରେ ଚାଲୁଛି ଯେ ଯୁଆଡ଼େ ଚାହିଁଲେ ସିଆଡ଼େ ବୁଲେଇ ଦେବ? ସେଠୁ ବୋଉ ସବୁ ବୁଝିଗଲା। ବୋଉ କେବେ ଟ୍ରେନ୍ରେ ବସିନଥିଲା, ତେଣୁ ତାର ଏମିତି ପ୍ରଶ୍ନ କରିବା ସ୍ୱାଭାବିକ କଥା। ଧୀରେ ଧୀରେ ଗହଳି ବଢ଼ିଲା ଆଉ ରାତି ପାଇଁ ସମସ୍ତେ ନିଜ ନିଜର ଜାଗା ବିସ୍ତାର କରିବାକୁ ଲାଗିଲେ। ତାପରେ କ୍ୟାଟରିଂ ବାଲା ଆସି ଖାଇବା ଅର୍ଡ଼ର ନେଇଗଲା। ପ୍ରାୟ ଘଣ୍ଟାଏ ପରେ
ଆଣି ଖାଇବା ଦେଲା। ବୋଉ ଆଉ ମୁଁ ସେଇ ସିଟ୍ ଉପରେ ଖାଇବା ରଖି ଖାଇଲୁ ଆଉ ଝରକା ପଟେ ହାତ ଧୋଇଲୁ। ରାତି ପ୍ରାୟ 10:30 ହେବ। ଲୋକ ସବୁ ଶୋଇଲେଣି। ବୋଉ କହିଲା, ଆଉ କେତେ ଠିଆ ହୋଇ ରହିବୁ, ଆସ ମୋ କୋଳରେ ବସି ପଡ଼ିବୁ। ହେଲେ ବୋଉର ବିଶାଳ ଗାଣ୍ଡି ଆଉ ମୋଟା ଜଙ୍ଘ ପୁରା ସିଟ୍କୁ କଭର କରିକି ରଖିଥାଏ। ବୋଉ ତା ଦୁଇ ଗୋଡ଼କୁ ମେଲେଇଲା। ମୁଁ ଯାଇ ତା କୋଳରେ ବସିଲି। ହେଲେ ମୋତେ ଜାଗା ହେଲାନି ବସିବାକୁ। ଖାଲି ଯାହା ମୁଁ ମୋର ଗାଣ୍ଡିକୁ ସିଟ୍ ଉପରେ ଠେସିକି ବସିଥାଏ। ମୁଁ ବାରମ୍ବାର ତଳକୁ ଖସି ଯାଉଥିଲି। ବୋଉ କହିଲା, ଉଠ, ମୁଁ ଗୋଡ଼ ଯୋଡ଼ିଦେବି, ମୋ ଜଙ୍ଘ ଉପରେ ବସିବୁ। ମୁଁ ବୋଉ ଉପରେ ବସିଲି। ହେଲେ ବୋଉ ବେଶୀ ସମୟ ମୋ ଭାରକୁ ସମ୍ଭାଳି ପାରିଲାନି। ତା ଗୋଡ଼ କାଟିଲା। ଆମେ ବସିଥିବା ଜାଗାର ଲାଇଟ୍ ଲିଭେଇ ଦିଆଗଲା, ଯାହା ବାହାରୁ ଲାଇଟ୍ ପଡ଼ୁଥାଏ। ମୁଁ କହିଲି, ତୁ ମୋର ଓଜନକୁ ସମ୍ଭାଳି ପାରୁନୁ, ତୁ ଉଠ, ମୁଁ ବସିବି, ତୁ ମୋ କୋଳରେ ବସିବୁ। ବୋଉ ଉଠିଲା। ମୁଁ ଉଠି ଗାମୁଛା ବଦଳି ଗୋଟେ ହାଫ୍ ପ୍ୟାଣ୍ଟ ପିନ୍ଧିଲି। ବୋଉ କହିଲା, ପ୍ୟାଣ୍ଟ କାହିଁକି ଚେଞ୍ଜ କଲୁ? ମୁଁ କହିଲି, ଜିନ୍ସ ପ୍ୟାଣ୍ଟ ପିନ୍ଧି ବିରକ୍ତ ଲାଗିଲାଣି। ତାପରେ ମୁଁ ସିଟ୍ରେ ବସି ଦୁଇ ଗୋଡ଼କୁ ଫାଙ୍କା କଲି। ବୋଉ ମୋ କୋଳରେ ବସିଲା। ତାକୁ ବସିବାକୁ ଜାଗା ହୋଇଗଲା। ହେଲେ ତା ବିଶାଳ ଗାଣ୍ଡି ମୋ ବାଣ୍ଡ ଉପରେ ମାଡ଼ି ରହିଲା। ରାତିରେ ଟ୍ରେନ୍ ଦ୍ରୁତ ଗତିରେ ଚାଲୁଥିବାରୁ ଶୀତ ଲାଗୁଥାଏ। ଆମେ ବ୍ୟାଗ୍ରୁ ଗୋଟେ ଚାଦର କାଢ଼ି ମା ପୁଅ ଘୋଡ଼େଇ ହୋଇ ବସିଲୁ। ମୁଁ ବୋଉର ପେଟକୁ କୁଣ୍ଡେଇ ଧରି ବସିଥାଏ। ବୋଉ ଦୁଇ ହାତରେ ଚାଦରକୁ ଧରିଥାଏ। ଏମିତି କିଛି ସମୟ ପରେ ବୋଉ ତା ଗାଣ୍ଡିକୁ ଟିକେ ହଲଚଲ କରିଦିଏ। ତା ନରମ ଗାଣ୍ଡି ମୋ ବାଣ୍ଡକୁ ରଗଡ଼ି ଦେଉଥାଏ। ମୁଁ ବହୁତ ସମୟ ପର୍ଯ୍ୟନ୍ତ ନିଜକୁ ଆୟତ୍ତ କଲି। ହେଲେ ବୋଉ ଗାଣ୍ଡିର ମୋ ବାଣ୍ଡ ଉପରେ ବାରମ୍ବାର ଘର୍ଷଣ ଯୋଗୁଁ ମୋର 7 ଇଞ୍ଚର ବାଣ୍ଡ ଉପରେ ଛିଡ଼ା ହୋଇଗଲା। ବୋଉ ଜାଣିଗଲା ଯେ ସିଟ୍ ଉପରେ ନୁହେଁ, ବରଂ ମୋ ଲମ୍ବା ମୁଷଳ ବାଣ୍ଡ ଉପରେ ବସିଛି। ତା ଦେହରେ ମଧ୍ୟ ଶିହରଣ ଖେଳିଗଲା। ଯେମିତି କଥାରେ ଅଛି, ନ କହିଲେ କୂଳ କୁଟୁମ୍ବକୁ ଲାଜ, କହିଲେ କୂଳ ଭାସି ଯାଉଛି। ଆମର ସେଇଭଳି ଅବସ୍ଥା। ବୋଉ କିଛି କହିପାରୁ ନଥାଏ, କାରଣ ସେ ଯଦି କିଛି କହିବ ତାହେଲେ ଲୋକମାନେ ଖରାପ ଭାବିବେ। ଆଉ ବସିବାକୁ ମଧ୍ୟ ଜାଗା ନାହିଁ। ତେଣୁ ଆଉ କିଛି ଉପାୟ ନାହିଁ। ଦ୍ରୁତ ଗତିରେ ଚାଲୁଥିବା ଟ୍ରେନ୍ର ହଲଚଲରେ ବୋଉର ଗାଣ୍ଡି ଏପଟ ସେପଟ ହୋଇଯାଉଥାଏ, ଯାହାଫଳରେ ମୋ ବାଣ୍ଡ ବୋଉର ଗାଣ୍ଡି ତଳେ ଚାପି ହୋଇକି ରଗଡ଼ି ହେଉଥାଏ। ଏବେ ବାଣ୍ଡଟା ବୋଉର ବିଶାଳ ଫଡ଼ିଆ ମଝିରେ ସେଟ୍ ହୋଇକି ରହିଥାଏ। ବୋଉ ଗାଣ୍ଡିରେ ଜୋରରେ ଚାପି ହୋଇ ରହିଥିବାରୁ ମୋ ବାଣ୍ଡ ଜୋରରେ ଧକ୍ ଧକ୍ ହେବାକୁ ଲାଗିଲା। ମୋ ବାଣ୍ଡର କମ୍ପନ ବୋଉ ତା ଗାଣ୍ଡି ମଝିରେ ଅନୁଭବ କରୁଥାଏ। ବେଶୀ ସମୟ ବାଣ୍ଡ ଉପରେ ବସିବାରୁ ବୋଉ ମଧ୍ୟ ଗରମ ହେବାକୁ ଲାଗିଲା। ମୁଁ ମଧ୍ୟ ବୋଉର ଗାଣ୍ଡିରେ ହେଉଥିବା ଧକ୍ ଧକ୍ କମ୍ପନକୁ ମୋ ବାଣ୍ଡରେ ଅନୁଭବ କଲି। ହେଲେ କିଛି ଉପାୟ ନାହିଁ। ସେମିତି ମା ପୁଅ ଦୁଇଜଣ ବସି ରହିଲୁ। ମୋତେ ଆଉ ବୋଉକୁ ବହୁତ ମଜା ଲାଗୁଥାଏ। ହେଲେ କେହି କାହାକୁ କିଛି କହିପାରୁ ନଥିଲୁ। ବୋଉ ତା ଗାଣ୍ଡିକୁ ହଲଚଲ କରି ଇସାରାରେ ଜବାବ ଦେଉଥାଏ। ବୋଉ ପ୍ରାୟ 2 ବର୍ଷ ପରେ ବାଣ୍ଡର ଅନୁଭୂତି ନେଉଛି। କାରଣ ବାପାଙ୍କ ଦେହ ଖରାପ ହେବା ପରଠୁ ବୋଉର ଗିହା ଖାଇବା ବନ୍ଦ ହୋଇଯାଇଥିଲା। ବୋଉର ଦେହ ପୁରା ଭୋକିଲା ଥିଲା। ପ୍ରାୟ ରାତି 12ଟା ଖଣ୍ଡେ ହେବ। ମୁଁ କହିଲି, ବୋଉ ଉଠିଲୁ, ମୁଁ ଟିକେ ୱାସରୁମ୍ ଯିବି। ବୋଉକୁ ସିଟ୍ରେ ବସେଇ ମୁଁ ପରିସ୍ରା କରିବାକୁ ଚାଲିଗଲି। ଆସିଲା ପରେ ବୋଉ ଯାଇ ପରିସ୍ରା କରି ଆସିଲା। ଆସିଲା ବେଳକୁ ବୋଉ କ'ଣ ଗୋଟେ ହାତରେ ଲୁଚେଇକି ଆଣିଥିଲା। ଚୁପଚାପ ବ୍ୟାଗ୍ରେ ରଖିଲା। ମୁଁ ପଚାରିଲି, କ'ଣ ହେଲା, ପାଣି ପିଇବୁ କି? ସେ ହଁ କଲା। ମୁଁ ତାକୁ ବ୍ୟାଗ୍ରୁ ପାଣି ବୋତଲ କାଢ଼ିଦେଲି। ବୋଉ କିଛି ସମୟ ଠିଆ ହୋଇ ରିଲାକ୍ସ ହେବାକୁ ଲାଗିଲା। ମୁଁ ମଧ୍ୟ କିଛି ସମୟ ରିଲାକ୍ସ ହେଲି। ତାପରେ ବୋଉ ପୁଣି ମୋ କୋଳରେ ବସିଲା। ଏଥର କିନ୍ତୁ ସେ ଟିକେ ଅଧିକ ମୋ ଉପରେ ତା ଗାଣ୍ଡିକୁ ମାଡ଼ି ବସିଥିଲା। ବୋଉ ଗୋଟେ ପତଳା ଲୁଗା ଆଉ ସାୟା ପିନ୍ଧିଥିଲା। ସେ ବସିଲା ପରେ ମୁଁ ଜାଣିପାରିଲି ବୋଉ ତାର ଚଡ଼ିକୁ ଖୋଲି ଦେଇଛି। ଏବେ ବୋଉର ଗାଣ୍ଡିର 2 ଫାଳ ମାଂସାଳ ପିଚା ବାରି ହୋଇ ପଡ଼ୁଛି। ଏଇ ୱାସରୁମ୍ ଯିବା ଚକରରେ ମୋ ବାଣ୍ଡ ଶୋଇପଡ଼ିଥିଲା। ବୋଉର ଗାଣ୍ଡି ଟ୍ରେନ୍ର ହଲଚଲରେ ମୋ ବାଣ୍ଡ ଉପରେ ରଗଡ଼ି ହେବାକୁ ଲାଗିଲା। ମୋ ବାଣ୍ଡ ପୁଣି ଛିଡ଼ା ହୋଇଗଲା ଆଉ ବୋଉର ଗାଣ୍ଡି ମଝିରେ ଚାପି ହୋଇ ବୋଉର ବିହାକୁ ଛୁଇଁ ପାରୁଥିଲା। ବୋଉ ଚୁପଚାପ ବସିଥାଏ। ବୋଉର ବିଶାଳ ଗାଣ୍ଡି ମୋ ବାଣ୍ଡକୁ ଜୋରରେ ମାଡ଼ି ରଖିଥିବାରୁ ମୋ ବାଣ୍ଡରୁ ପାଣି ମାନେ ଲାଳ ବାହାରି ପଡ଼ିଲା। ଯେମିତି ବାଣ୍ଡ ଅଧିକ ସମୟ ଛିଡ଼ା ହେଲେ ସେଥିରୁ କିଛି ଲାଲବାଲଣା ପାଣି ବାହାରେ। ବୋଉ ମୋ ବାଣ୍ଡ ଉପରେ ବସି ମଜା ନେଉଥିଲା। ଯାହାକୁ ସାଙ୍ଗମାନେ, ବାଣ୍ଡ ଆଉ ଗାଣ୍ଡିରେ ରଗଡ଼ି ହେଲେ ଯୋଉ ମଜା ତାହା ଘିହାଘିହିରେ ନଥାଏ। ବୋଉ କିଛି ସମୟ ପାଇଁ ଭୁଲି ଯାଇଛି ଯେ ସେ ତା ପୁଅର ବାଣ୍ଡ ଉପରେ ବସିଛି। ମୁଁ ମଝିରେ ମଝିରେ ମୋ ବାଣ୍ଡକୁ ଟିକେ ଜୋର କରି ଟିଙ୍ଗେଇ ଦେଉଥିଲି।
ଯାହା ବୋଉ ଦେହରେ କରେଣ୍ଟ ଖେଳିଗଲା ଭଳି ହେଉଥାଏ। ବୋଉ ପୁରା ଥରି ଯାଉଥିଲା। ତାପରେ ମୁଁ ମନେ ମନେ ଭାବିଲି, ଯାହା ତ ହେଲାଣି ହେଲାଣି, ଆଉ ଟିକେ ଆଗକୁ ବଢ଼ିଲେ କ'ଣ ଅସୁବିଧା। ଦେଖିବା, ଯଦି ବୋଉର ଇଚ୍ଛା ଥିବ ତାହେଲେ ବୋଉ ନିଶ୍ଚୟ ଗ୍ରୀନ୍ ସିଗ୍ନାଲ ଦେବ। ତାପରେ ମୁଁ ଶୋଇବାର ନାଟକ କଲି। ବୋଉ ଦେଖିଲା ମୁଁ ଶୋଇପଡ଼ିଛି। ମୋ ଦୁଇ ହାତକୁ ଧୀରେ ଧୀରେ ବୋଉର ପେଟରୁ ତା ଦୁଧ ଆଡ଼କୁ ବଢ଼େଇଲି। ବୋଉ କିଛି କହିଲାନି। ଆଉ ଗୋଟେ ହାତ ବୋଉର ପେଟରେ ରଖିଲି। ଆଉ ଗୋଟେ ହାତ ବୋଉର ଗୋଟେ ଦୁଧକୁ ଧରିଲି। ବୋଉ ଭାବିଲା ମୁଁ ନିଦରେ ଏମିତି କରୁଛି। ମଝିରେ ମଝିରେ ମୁଁ ମୋର ବାଣ୍ଡକୁ ଟେଙ୍ଗେଇ ଦେଉଥିଲି। ବୋଉ ଟିକେ ଥରି ଯାଉଥିଲା। ମୁଁ ଧୀରେ ଧୀରେ ଗୋଟେ ହାତ ବୋଉର ବ୍ଲାଉଜ ଭିତରେ ପୁରେଇବାକୁ ଚେଷ୍ଟା କଲି। ବୋଉ ସଙ୍ଗେ ସଙ୍ଗେ ମୋର ହାତକୁ ଧରି ପକେଇଲା, ଆଉ ତା ଦୁଧରୁ ମୋ ହାତକୁ କାଢ଼ିଲା। ମୁଁ ପୁଣି ବୋଉର ଦୁଧକୁ ଧରିଲି। ବୋଉ ମୋର ହାତକୁ ଚିମୁଟି ଦେଲା। ମୋତେ ଚୁପଚାପ ବିରୋଧ କରିବାକୁ ଚେଷ୍ଟା କଲା, ହେଲେ ମୁଁ ତା ଦୁଧକୁ ବାରମ୍ବାର ଧରିବାକୁ ଲାଗିଲି। ବୋଉ ଗରମ ହୋଇଥିବାରୁ ସେ ମୋତେ ଆଉ ବିରୋଧ କଲା ନାହିଁ, ଚୁପ୍ ହୋଇକି ବସିଲା। ମୁଁ ଧୀରେ ଧୀରେ ମୋର ଦୁଇ ହାତକୁ ବୋଉର ବ୍ଲାଉଜ ଭିତରେ ପୁରେଇ ତାର ଦୁଇଟା ଦୁଧକୁ ଦଳିଲି। ତାପରେ ବୋଉର ଦୁଧ ଭଣ୍ଡିକୁ ଦୁଇ ହାତ ଆଙ୍ଗୁଳିରେ ମନ୍ଥିକି ରଗଡ଼ି ଚାଲିଲି। ବୋଉ ଏକ ଅପୂର୍ବ ଉତ୍ତେଜନା ଆନନ୍ଦରେ ମଜା ନେବାକୁ ଲାଗିଲା। ବୋଉ ମୋର ଲମ୍ବା ମୁଷଳ ବାଣ୍ଡ ଉପରେ ବସି ତା ଗାଣ୍ଡିକୁ ଆସ୍ତେ ଆସ୍ତେ ହଲଚଲ କରିବାକୁ ଲାଗିଲା। ବୋଉର ଗାଣ୍ଡି ମଝିରେ ମୋ ବାଣ୍ଡଟା ଚାପି ହୋଇକି ରଗଡ଼ି ହେଉଥିଲା। ବୋଉ ବିଆରୁ ଗରମ ଗରମ ମଦନ ଜଳ ବୋହିବାକୁ ଲାଗିଲା। ମୁଁ ସେମିତି ବୋଉର ଦୁଧ ଭଣ୍ଡିକୁ ଦଳି ଚାଲିଥାଏ। ପ୍ରାୟ ବହୁତ ସମୟ ପରେ ମୋର ବୀର୍ଯ୍ୟ ବାହାରିଗଲା, ଆଉ ବୋଉର ପାଣି ବାହାରିବାର ସମୟ ହୋଇଗଲା। ତାପରେ ବୋଉ ଉଠି ଛିଡ଼ା ହୋଇଗଲା। ବୋଉ କହିଲା, ମୋତେ ଜୋରରେ ପରିସ୍ରା ଲାଗିଲାଣି, ମୁଁ ଯାଉଛି। ସେ ୱାସରୁମକୁ ଯାଇ ଆସିଲା। ତାପରେ ଆମେ କିଛି ସମୟ ରିଲାକ୍ସ ହେଲା ପରେ ବୋଉ କହିଲା, ଆଉ କେତେ ସମୟ ଏମିତି ବସିବା? ତୁ ସିଟ୍ରେ ବସିଥା, ମୁଁ ତଳେ ବସି ତୋ କୋଳରେ ମୁଣ୍ଡ ରଖି ଶୋଇପଡ଼ିବି। ତାପରେ ବୋଉ ତଳେ ବସି ମୋ କୋଳରେ ମୁଣ୍ଡ ରଖିକି ଶୋଇଲା। ମୋ ବାଣ୍ଡ ଉପରେ ତା ଗାଲକୁ ମାଡ଼ି ଶୋଇଥିଲା। ଏତେ ବଡ଼ ବାଣ୍ଡକୁ ତା ଗାଲରେ ଅନୁଭବ କରି ମୁହଁ ଟେକି ବୋଉ ମୋତେ ଚାହିଁଲା। ମୁଁ ସେତେବେଳେ ଆଖି ବନ୍ଦ କରି ଶୋଇଲା ଭଳି ନାଟକ କରୁଥାଏ। ତାପରେ ସେ ମୋ ଜଙ୍ଘ ଉପରେ ମୁଣ୍ଡ ରଖି ଶୋଇଲା, ହେଲେ ମୋ ବାଣ୍ଡ ସେମିତି ଛିଡ଼ା ହୋଇଥାଏ। ବୋଉ ମୋତେ ଯେଉଁ ମଜା ଦେଇଥିଲା ତାହା ମୋ ବାଣ୍ଡ ଭୁଲି ପାରୁନଥିଲା। ଚାଦର ଢାଙ୍କି ରହିଥିବାରୁ କିଛି ଅସୁବିଧା ନଥାଏ। ଆଉ କେତେବେଳେ ନିଦ ଆସିଗଲା ଜାଣି ହେଲାନି। ତାପରେ ସକାଳୁ ଉଠି ଗାଧୁଆ ଘରକୁ ଯାଇ ନିତ୍ୟକର୍ମ ସାରିଲୁ, ଆଉ ଜଳଖିଆ ଖାଇ ବସିଲୁ। ଧୀରେ ଧୀରେ ଲୋକ ଓହ୍ଲେଇବାକୁ ଲାଗିଲେ, ଆଉ ବଗିରେ ଭିଡ଼ କମିଲା। ମୋତେ ଆଉ ଗୋଟେ ସିଟ୍ ମିଳିଗଲା ବସିବାକୁ। ଏଇଭଳି ଯାଇ ଆମେ କୋଏମ୍ବତୁର ଷ୍ଟେସନରେ ଦିନ 3ଟା ବେଳକୁ ପହଞ୍ଚିଲୁ। ସେଠୁ ଆମେ ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲୁ। ବୋଉ ପାଖ ଚୌକିରେ ବସିଥାଏ। ମୁଁ ବସ୍ ଖୋଜିବାକୁ ଟିକେ ଆଗକୁ ଗଲି। ଗୋଟେ ସୁନ୍ଦରୀ ଛକା ଆସିଲା, ଆଉ ମୋତେ ହାତକୁ ଧରି ଡାକିଲା କରିବା ପାଇଁ। ମୁଁ ମନା କଲି। ସେ କହିଲା, ବେଶୀ ନାହିଁ, 200 ଟଙ୍କା ନେବି, ଆସ। ମୁଁ ନାହିଁ କଲି, ହେଲେ ସେ ମୋ ହାତକୁ ଧରି ଭିଡ଼ା ଓଟରା କରୁଥାଏ। ବୋଉ ବସି ସବୁ ଦେଖୁଥାଏ। ମୁଁ ବସ୍ ବୁଝି ଆଉ ଅଧା ଘଣ୍ଟା ପରେ ଛାଡ଼ିବ ବୋଲି ଜାଣିବାକୁ ପାଇଲି। ବୋଉ ଆଉ ମୁଁ ଯାଇ ସେଇ ବସ୍ରେ ବସିଲୁ। ବୋଉ କହିଲା, ସେ ଝିଅଟା କ'ଣ କହୁଥିଲା? ମୁଁ କହିଲି, ସେଇଟା ଝିଅ ନୁହଁ, ହିଞ୍ଜିଡ଼ାଟା। ବୋଉ କହିଲା, କ'ଣ କହିଲା ସେ? ମୁଁ କହିଲି, ତୁ ଜାଣିକି କ'ଣ କରିବୁ? ବୋଉ କହିଲା, ତୁ କହିବୁ ନା ନାହିଁ? ମୁଁ ମନା କଲି। ବୋଉ କହିଲା, ତୋତେ ମୋ ରାଣ କହ। ମୁଁ କହିଲି, ତୁ ସବୁ କଥାରେ ରାଣ କାହିଁକି ପକେଇ ଦେଉଛୁ? ହଉ କହୁଛି ଶୁଣ। ସେ ମୋତେ କରିବାକୁ ଡାକୁଥିଲା। ବୋଉ କହିଲା, ଗଲୁନି, କରିଥାନ୍ତୁ। ବଡ଼ ହୋଇଗଲୁ, ବାହାରକୁ ଆସି ରୋଜଗାର କରୁଛୁ, ମୁଣ୍ଡକୁ ହାତ ପାଇଗଲା। ମୁଁ କହିଲି, ତୁ ଏମିତି ଖରାପ ଭାବିଲେ ମୁଁ କ'ଣ କରିବି? ବାହାରେ ଏସବୁ ଗୋଟେ ସାଧାରଣ କଥା। ତାପରେ ବୋଉ ଆଉ କିଛି କହିଲାନି। ଆମେ ଯାଇ କମ୍ପାନୀରେ ପହଞ୍ଚିଲୁ। ସେତେବେଳକୁ 4ଟା ହେଲାଣି। ଠିକାଦାର ଆମକୁ ନେଇ ରୁମ୍ ଦେଖାଇଲା। ଘରଟା 2 ବଖରା। ପ୍ରଥମ ବଖରା ଶୋଇବା ପାଇଁ, ଆଉ ଦ୍ୱିତୀୟ ବଖରା ରୋଷେଇ ଆଉ ଖିଆପିଆ। ସବା ଶେଷରେ ଗାଧୁଆଘର। ଗାଧୁଆଘର କବାଟ ଲୁହା କବାଟ, ଜଙ୍କ ଲାଗି କଣା ଦେଖାଯାଉଥାଏ। ଆଉ ଗାଧୁଆଘର ଭିତର ସଫା ସଫା ଦେଖାଯାଉଥାଏ। ଆସିଲା ବେଳେ ଆମେ ହୋଟେଲରୁ ଖାଇବା ନେଇକି ଆସିଥିଲୁ। ମୁଁ ଆଗେ ଯାଇ ଗାଧୋଇ ଆସିଲି। ଖାଇସାରି ଦୋକାନକୁ ରୋଷେଇ ପାଇଁ ସବୁ ସଉଦା ନେଇ ଆସିଲି। ଆମ ଠିକାଦାର ଡାକିକି କହିଲା, ଓଭର ଟାଇମ୍ କରିବୁ। ମୁଁ ନାହିଁ କଲି। ସେ କହିଲା, ଯା, ପିଲା କମ୍ ଅଛନ୍ତି, ବେଶୀ ନାହିଁ, 4 ଘଣ୍ଟା କରି ଆସିବୁ, 6ରୁ 10ଟା ଯାଏ। କାଲି ପଛକେ ଛୁଟି ନେବୁ। ମୁଁ ଭାବିଲି ମାତ୍ର 4 ଘଣ୍ଟା ଦେଖୁ ଦେଖୁ କଟିଯିବ। ମୁଁ ଡ୍ୟୁଟି କରିବାକୁ ଚାଲିଗଲି। ରାତି 10ଟା ବେଳକୁ ଫେରିଲି। ବୋଉ ଖାଇବା ବାଢ଼ିଲା।
ड्रेस चेंज करी मु खाइबाकू बसिली। बोऊ मध्य मो सांगरे बसिकी खाइला। खाई सारी बोऊ छिड़ा होई बेसिन रे बासन माजुथाए। मु मने मने भाबिली ट्रेन भितरे तो अधा काम सरी जाइछि। बोऊ मते आ मना करिबनी। मु सीधा जाई पछरु बोऊ को कुंठे धरिली। बोऊ कहिला कौन हैला? मु किछि कहिलिनी। तापरे मु बोऊर दूधकू दुई हाथरे धरिली। बोऊ मते ठेली देला और रागी जाई कहिला कौन एमिति होउछु? मु कहिली काली तो किछि कहिलुनी, आजि काहेकि मना करुछु? बोऊ कहिला काली परिस्थिति सेई भली थिला, सेथिपाई मना कलिनी। ता बोली कौन तू मो सांगरे एमिति सबु करिबु? मु तोर बोऊ, तोते खराप लागुनी? मु कहिली मु कौन करिबि जे, तू जो भली होइछु तोते देखिले मु संभाली पारुनी। यह शुणी बोऊ टिके लाजई गला। मु कहिली मा पु हेले कौन हैला? तू कौन मते पिला दिने क्षीर पीबाकू देउ नथिलु? बोऊ कहिला अरे से सबु अलगा कथा। छुआ को क्षीर पियाइबा मार धर्म। ता बोली कौन मु तोते खराब काम करिबाकू देबी? मु कहिली अच्छा गोटे कथा कहिलु, मु जेतेबेले तो ठारू क्षीर पिउथली तो देह कौन गरम हेउ नथिला ना तोते मजा लागु नथिला? बोऊ कहिला नाई। मु कहिली मु किछि जानिनी, तू दबु ना नाही? गोटे थर तो बू धरी खेलिबी, प्लीज प्लीज बोऊ गोटे थर दे। बोऊ मना कला, कहिला जदि तू पुओ न होइथान्तु ताहेले भाबी थान्ती, हेले मु निज पुओ सह एमिति काम केमिति करिबी? एगुडा भल कथा नुहे। लोक जानिले केते निंदा अपमान हेबो। मु सेमिति काम करि परिबिनी। आउ किछि उपाय न पाई मु सीधा बोऊ सामने आंठेई बसी दुई हाथरे बोऊर गांडी को कुंडे धरिले। आउ मो मुह को बोऊर पेटरे घसी घसी अनुरोध करबाकू लागिली। बोऊ कहिला कौन एमिति पागल भली होउछु, छाड़ मते। मु कहिली तू मते न देला जाए मु छाड़िबिनी। बोऊ मते बुझाइबाकू चेष्टा करुथाए, हेले मु जमारू शुणु न थाए। सेमिति बोऊ को कुंडे धरिकी शोइथाए। शेषरे बोऊ राजी हैला आउ कहिला देबी, हेले गोटे शर्तरे। मु कहिली की शर्त? बोऊ कहिला तोते खाली बू धरिबाकू देबी, ताठारू आउ किछि आशा करिबु नाही, मात्र गोटे थर। मो खुशी कहिले न सरे। मु उठी बोऊ को खुशी कुंडे पकेइली आउ बोऊ गालरे चुमा देबाकू लागिली। बोऊ कहिला सेतिकी थाउ, जल्दी कर शोइबा। तापरे मु बोऊ को पछरु कुंडे धरिली आउ दुई हाथरे ता दुईटा दूध को चिपिली। तापरे ता ब्लाउज खोलिबाकू कहिले। बोऊ मना गला। मु कहिली तू कहिछु थरे दबु बोली एतबे मना करुछु। तापरे बोऊ ता ब्लाउज को बटम खोलिला। मु एबे बोऊर लंगड़ा दूध को हाथरे धरी खेलिबाकू लागिली। किछि समय परे दूध भंडी को दलिबाकू लागिली। बोऊ धीरे धीरे निश्वास छाड़िबाकू लागिला। तापरे मते पेली दूरेई गला आउ ता कपड़ा पिंधिला। मु कहिली कौन हैला? बोऊ कहिला सेतिकी थाउ, आउ नुह, बहुत समय खेलिलु, चुपचाप जाइके शोई पड़। तापरे मु जाई शोइबाकू लागिली। भाबुथिली बोऊ शोइला परे टिके चेष्टा करिबी, हेले बोऊ आउ आसिलानी। आउ मते निद होइगला। ता परदिन मोर ड्यूटी जिबार न थाए, तेणु मु डेरी रे उठिली। सेतेबेलकू बोऊ गाधुआ घरे थाए। मु जाई कबाड़ फांका दे देखिबाकू लागिली। बोऊ संपूर्ण लंगड़ा होइकी छिड़ा होइथाए आउ ता मुंडरे शांपू लगाउथाए। बोऊ मो आड़कू पछकरी छिड़ा होइथाए। बोऊ मुंडरू शांपूर फेण सबु बोही बोऊर विशाल गांडीरे लागिथाए। बोऊर विशाल गांडी देखि मो बांड पूरा शक्त होइगला। बोऊर संपूर्ण देह देखा जाउथाए, हेले ता मुह देखा जाउ नथाए। बोऊ एबे मो आड़कू बुलिला आउ साबुन को ता देहरे लगेइला। बोऊ जानी सारिथिला जे मु ताकू लुचि लुचि देखुछि, हेले से विरोध कलानी। एकथा मु जानी न थाए जे बोऊ मते देखि सरिछि। उह कि बड़ बड़ दूध बोऊर। बोऊ पेटरे गुंफा भली गभीर नाभि आउ ता तळकू तार बालुआ बिया आउ मोटा मोटा जंघ। बोऊ ता बियारे साबुन लगेई हाथरे घसी घसी सफा करुथाए। बोऊ जानी शुणी ता देहकू मो आगरे देखई हेउथाए। बोऊर गाधुआ सरिला आउ मु चुपचाप चली आसिली। बोऊ ओदा साया को पिंधि प्रथम रूम को आसिला। ता पिठिरे थाक थाक होई रहिथिबा चर्बी बोऊ देहर सौंदर्य को बढ़ाई देउथाए। बोऊर मोटा मोटा जंघरे लागिथिबा टोपा टोपा पानी आकर्षणीय देखा जाउथाए। मु बसी थाए, बोऊ मो आड़कू पछकरे छिड़ा होइथाए आउ ब्यागरू गोटे साया काढ़िला। बोऊर सुखिला साया ता मुंड पटे से गळेइला आउ तार ओदा साया खोलिला। तापरे ब्यागरू गोटे नाली चड़ी आउ कपड़ा बाहर कला। बोऊ चड़ी पिंधिबा बेले बोऊर साया गांडी उपरू टिके टेकी होइगला आउ बोऊर विशाल गांडीर मु दर्शन पाइली।
तापरे बो साया उपरे कपड़ा पिंधि तलकू खसई अंटारे बांधिला। तापरे ब्लाउज और साड़ी पिंधिला। मो बोऊ को मन ध्यान लगे कि देखुए। बोऊ टिके मुरुकी हसी कहला, कौन देखुचु? लुगा पिंधिबु कि? मु हसिकी मना कली। तापरे बोऊ जलखिया तैयारी कला। आउ आमे खाईसारी बोऊ पाखरे पड़िशा स्त्रीलोक सह गपिबा पई चलीगला। दिन बेले किछि भी संभव नुहे, कहीं पाख घर लोक माने जीवा आसिबा करती। तेणु मु राति को अपेक्षा करिथाए। मु मो मोबाइल रे लागिगली। खरा बेले बोर दूध को धरिली, हेले बो मना कला। कहिला राति रे खेलिबु, एबे किए पड़े आसिबो, बहुत असुविधा होइजिबो। एहा शुणी मु बहुत खुशी होइगली। भाविली बोर मध्य इच्छा हेउछि, नहेले से राति रे करिबाको काहीकि कहिथांता। मु भाविली बेसी लोभ न करी जेतिकी मिलुछि सेतिकिरे संतुष्ट होइजिबा भलो, नहेले मिलुथिबा जिनिस मध्य हातरु चलीजिबो। आजी आउ पादे आगको बढ़िली। मार्केट रु बोऊ पई दुईटा मुलायम आउ पतला नाइटी किणी आनिली। बोऊ मध्य खुशी होइगला। आउ रोषेई कला बेले बोऊ को कुंडे धरी ता दूध को नाइटी उपरु चिपिली। मझिरे मझिरे बोऊर पिठी आउ बेकरे सरू चुमा देउथाए। एभली प्राय सबुदिन बोऊर दूध दलादली चली थाए। हेले मु गोटे कथा जानि न थाए, बोऊ मो हाथरु दूध चिपा खाई गरम हुए। हेले मु सोइला परे से गाधुआ घर को जाई बियारे आंगुळे पुरे पानी काढ़ी देउथाए। गोटे दिन मते सुजोग मिलिला। से दिन संध्या बेलू घर फैन खराब होइगला। इलेक्ट्रिक बाला को कहिबारु से कहिला आज होई पारिबनी, काली की हबो। आमे टिके असुविधारे पड़ीगलु। बहुत गरम हेउथाए। बोऊ गरम रु रक्षा पाइबा पई खाली नाइटी पिंधि थाए, हेले भितरे किछि न थाए। मु खाली गोटे गामुछा पिंधि थाए। राति रे खाई पी घर कबाट बंद करदेली। बोऊ बासन माजिबाकू लागिला। मु जाई बोऊ को कुंढे धरिली। बोऊ कहिला गरम लागुछि, हेले मु ता कथा न शुणी ता दूध दुईटा को दलिबाकू लागिली। बोऊ आउ मते किछि कहिलानी। मु कपड़ा उपरु बोऊर दूध भुंडी को रगड़ीबाकू लागिली। आउ बोऊर गांडीरे मोर मुसळ बांड को केंचिके रखि थाए। बोऊ धीरे धीरे गरम हेबाकू लागिला। मु बोऊर दूध को कपड़ा भितर काढ़िके चिपिली। आउ बोऊ गरम होई ता गांडी को पछको पेली रखि थाए। ताहापरे मु गोटे हातरे बोऊर दूध को चिपी आउ गोटे हातरे बोऊ को कुंढेई ता तଳ पेट को आउंसिबाकू लागिली। किछि समय एमिति करिबा परे बोऊ कहिला सेतिकी थाओ, हेले मु किछि शुणिलिनी। एबे धीरे धीरे बोऊर कपड़ा को ऊपर को टेकी ता बाळुआ बियारे हाथ मारिली। बोऊ संगे संगे मो आड़ को बुली पड़िला। आउ कहिला एमिति करनी, भल नुह, बहुत पाप हुए। मु कहिली पाप फाप किछि लागिबनी। एति कही बोऊ को आगपटु कुंढे धरी ता गांडी को दुई हाथ आउंसी बोऊर बेकरे चुमा देबाकू लागिली। बोऊ मते विरोध करिबार शक्ति हरई सारिथिला। बोऊर छाती धड़पड़ हेउथाए, आउ ता नाकरू गरम पवन बाहर को थाए। मु किछि समय बोऊर मुह को पाखरु देखिबाकू लागिली। बोऊ मध्य गरम होई मते देखुथाए। बोऊ आखिरे काम बातनार झलक फुटी उठुथाए। बोऊर कमल ओठ थरिबाकू लागिला। मु आउ डेरी न करी बोऊर ओठ को चुचुमी चुमा देबाकू लागिली। बोऊ मध्य मते कुंढे धरी चुमार मजा नेउथाए। तापरे बोऊ को टेकी मार्बल टेबुल उपरे बसई देली, माने रोषेई पाई जे लंबा मार्बल थाक तैयारी होइथाए। आउ मु तले ठिया होई बोऊ को कुंढे धरिली। बोऊ मो अंटारे ता दुई गोड़ को छंदी मते जाबुडी धरिला। आउ आमे परस्पर को कुंढे चुमा दियानिया हेबाकू लागिलु। तापरे मो बोऊर हाथ को मो गामुछा उपर धरई देली। आ पचारली, बोऊ एटा कौन? बोऊ लाजेई धीरे के कहिला, मु जानिनी। मु कहिली कहिबु ना नाही? बोऊ कहिला बांड। मु कहिली कहार बांड? बोऊ कहिला मो पुओर बांड। एबे कौन हेबो? बोऊ कहिला एबे मो पुओर बांड मो बियारे पशिबो। आउ मो बियार सबु गलु मारी मो बियारु पानी बाहर करिबो। तापरे मु बोऊ को पुणी कुंढेई जोरे चुमा देबाकू लागिली। तापरे बोऊ को कहिली, बोऊ ट्रेन रे जेमिति बसिथिले मु ठीक सेई भଳି मजा नेबाकू चाहुछि। बोऊ कहिला मु आउ अधिक समय संभाली पारिबिनी। मु कहिली प्लीज बोऊ थरे। बोऊ हाँ कला। आमे दुई जण लंगड़ा होई गलु। मु जाई सेजरे कांथरे आउजी गोड़ लंबेईकी बसिली। बोऊ आसी मो बांड उपरे ता बाळुआ बिया को माड़ी बसिला। बोऊ बियारू टिके टिके पानी बाहरी जाइथिला। मो बोऊर दूध भुंडी को पाटिरी पुरी चुचुमी पकेइली। बोऊ मोर बेक को दुई हाथ छंदी मते कुंढे धरी थाए। किछि समय परे बोऊ संभाली न पारी सेठी सोई पड़िला। मो बोऊर दुई गोड़ को टेकी
ବୋଉର ବାଳୁଆ ବିଆରେ ବାଣ୍ଡକୁ ଘଷିବାକୁ ଲାଗିଲେ। ବୋଉ ଟିକେ ଡରୁଥାଏ। ବୋଉ କହିଲା, ଧୀରେ ଧୀରେ ପୂରେଇବୁ। ମୁଁ ଆଗରୁ ଏତେ ବଡ଼ ବାଣ୍ଡ କେବେ ପୂରେଇନି। ତାପରେ ମୁଁ ବୋଉର ବିଆ କଣରେ ବାଣ୍ଡ ମୁଣ୍ଡିକୁ ଲଗେଇ ଧୀରେ ଧୀରେ ପୂରେଇବାକୁ ଲାଗିଲି। ବାଣ୍ଡ ଆଉ ବିଆ ଲାଳୁଆ ହୋଇଥିବାରୁ ବାଣ୍ଡ ମୁଣ୍ଡିଟା ପଶିଲା, ହେଲେ ବୋଉକୁ ବହୁତ ଯନ୍ତ୍ରଣା ହେଉଥାଏ। ବୋଉ ମୋତେ ପେଲି ଦେଉଥାଏ। ମୁଁ ଟିକେ ରାଗିଯାଇ କହିଲି, ଏତେ ବଡ଼ ମାଇକିନା ହୋଇଛୁ, ବିଆରେ ବାଣ୍ଡ ପୂରେଇବାକୁ ଡରୁଛୁ। ଏତିକି କହି ଗୋଟେ ଜୋରରେ ଧକ୍କା ଦେଲି। ପୁରା ବାଣ୍ଡ ବୋଉର ବାଳୁଆ ବିଆ ଭିତରେ କଚ ଶବ୍ଦ କରି ଗଳିଗଲା। ବୋଉ ପୁରା ଚିଲେଇ ଉଠିଲା। ତା ଆଖିରୁ ଲୁହ ଆସିଗଲା। କିଛି ସମୟ ବୋଉର ବିଆରେ ବାଣ୍ଡ ପୂରେଇ ସ୍ଥିର ହୋଇ ରହିଲା ପରେ ଧୀରେ ଧୀରେ ଆଗ ପଛ କରି ଗେହିବାକୁ ଲାଗିଲି। ଆଉ ବୋଉ ମଧ୍ୟ ମଜା ନେବାକୁ ଲାଗିଲା। ପ୍ରାୟ 5 ମିନିଟ୍ ଧୀରେ ଧୀରେ ଗେହିବା ପରେ ବୋଉ କହିଲା, ଏବେ ଜୋରରେ କର। ମୁଁ ଏବେ ଜୋରରେ ଧକ୍କା ମାରି ପେଲି ଚାଲିଲି। ବୋଉ ମୋ ଦେହରେ ତା ହାତ ଗୋଡ଼ ଛନ୍ଦି ମୋତେ କୁଣ୍ଢେଇ ଧରିଥାଏ। ମୋ ଗାଲରେ ଚୁମା ଦେଇ ଗିହା ଖାଇବାର ମଜା ନେଉଥାଏ। ପ୍ରାୟ 10 ମିନିଟ୍ ଗେହିବା ପରେ ଗିହାର ମଜା ନେଉଥାଏ। 10 ମିନିଟ୍ ଗେହିବା ପରେ ବୋଉ ଆଉ ମୋର ପାଣି ବାହାରିବାର ସମୟ ହେଲା। ମୁଁ ବୋଉକୁ କହିଲି, ମୋର ବାହାରିବ, କୋଉଠି ଛାଡ଼ିବି? ବୋଉ କହିଲା, ବିଆ ଭିତରେ ଛାଡ଼ିଦେ। ମୁଁ କହିଲି, ଯଦି ଛୁଆ ରହିଯିବ? ବୋଉ କହିଲା, ମୁଁ ଅପରେସନ ହୋଇଯାଇଛି, କିଛି ହବନି। ତାପରେ ମୁଁ ମୋର ସବୁ ବଳ ଲଗେଇ ବୋଉକୁ ଲମ୍ବା ଲମ୍ବା ଧକ୍କା ମାରି ଗେହିଲି। ଆଉ ସବୁ ବୀର୍ଯ୍ୟକୁ ବିଆ ଭିତରେ ଛାଡ଼ିଲି। ବୋଉ ବିଆରୁ ଗରମ ପାଣି ବାହାରିଗଲା। ବୋଉ କହିଲା, ସେମିତି ବାଣ୍ଡକୁ ବିଆ ଭିତରେ ପୂରେଇ ରଖ, ସଙ୍ଗେ ସଙ୍ଗେ ବାହାର କରିନେ। ମୁଁ ପଚାରିଲି, କ'ଣ ପାଇଁ? ବୋଉ କହିଲା, ବିଆ ଭିତରେ ଗରମ ବୀର୍ଯ୍ୟ ରହିଲେ ବିଆର ଗରମ ଭାଙ୍ଗିବ ଆଉ ବିଆର ଗଲୁ ମରିବ। ବୋଉ ତା 2 ଗୋଡ଼କୁ ମୋ ଅଣ୍ଟାରେ ଛନ୍ଦି ମୋତେ ତା ବିଆ ଉପରେ ମାଡ଼ି ଧରିଥାଏ। ପ୍ରାୟ 20 ମିନିଟ୍ ସେମିତି ରହିବା ପରେ ମୁଁ ବୋଉ ବିଆରୁ ବାଣ୍ଡ ବାହାର କଲି। ବୋଉ ଉଠି ପରିସ୍ରା କଲା ଆଉ ତା ବିଆକୁ ଦେଖିବାକୁ ଲାଗିଲା। ତା ବିଆରୁ ଧଳା ଧଳା ବୀର୍ଯ୍ୟ ବହି ତଳେ ପଡ଼ିଲା ଆଉ ବୋଉ ଗାମୁଛାରେ ତା ବିଆକୁ ପୋଛିଲା। ଆମେ 2 ଘଣ୍ଟା ରିଲାକ୍ସ ହେବା ପରେ ବୋଉକୁ କହିଲି, ବୋଉ ଆଉ ଥରେ କରିବା। ବୋଉ ହଁ କଲା ଆଉ କହିଲା, ଆଜି ମୋ ବିଆରୁ ସବୁ ଗଲୁ ମାରିଦେ। ତାପରେ ବୋଉ ମୋ ଉପରେ ଶୋଇ ମୋତେ କୁଣ୍ଢେଇ ଚୁମା ଦେବାକୁ ଲାଗିଲା। ତାପରେ ମୁଁ ବୋଉକୁ ତଳେ ଶୋଇ ଦେଇ ବୋଉର ମୁହଁ ପାଖକୁ ବାଣ୍ଡ ନେଲି ଆଉ ପାଟିରେ ପୂରେଇବାକୁ ଲାଗିଲି। କହିବାକୁ ଲାଗିଲି। ବୋଉ ମୁହଁ ବୁଲେଇ ଦେଲା ଆଉ ମନା କଲା। ମୁଁ ମଧ୍ୟ ଛାଡ଼ିବା ଜନ୍ତୁ ନୁହଁ। ମୁଁ ଜବରଦସ୍ତି ବୋଉର ପାଟିରେ ବାଣ୍ଡ ଘଷିବାକୁ ଲାଗିଲି। ବୋଉ ତା ପାଟିକୁ ଚାପି ରଖିଥାଏ। ମୁଁ ବୋଉକୁ ବହୁତ ଅନୁରୋଧ କରିବାକୁ ଲାଗିଲି। ବୋଉ ରାଜି ହୋଇଗଲା ଆଉ ବାଣ୍ଡକୁ ପାଟିରେ ପୂରେଇଲା, ହେଲେ ସେ ଭଲରେ ଚୋଷି ପାରୁନଥାଏ। କିଛି ସମୟ ପରେ ମୁଁ ବୋଉର ଗୋଡ଼କୁ ଟେକି ତା ବାଳୁଆ ବିଆକୁ ଚାଟିବାକୁ ଲାଗିଲି। ବୋଉର ବିଆ ଚାଟିବାର ମଜା ସେ ଆଗରୁ କେବେ ପାଇନଥିଲା। ବୋଉ ଆନନ୍ଦରେ ଆଖି ବନ୍ଦ କରି 2 ହାତରେ ମୋ ମୁଣ୍ଡକୁ ତା ବିଆ ଉପରେ ମାଡ଼ି ଧରିଥାଏ। କିଛି ସମୟ ପରେ ମୁଁ ବୋଉର ବିଆରେ ବାଣ୍ଡ ପୂରେଇ ପୁଣି ଗେହିବା ଆରମ୍ଭ କଲି। ପୁଣି ବୋଉ ମଜା ନେବାକୁ ଲାଗିଲା। 10 ମିନିଟ୍ ବୋଉ ଉପରେ ଶୋଇ ରହି ଗେହିବା ପରେ ବୋଉକୁ କୁକୁର ଭଳି ଆଣ୍ଠେଇ ଗେହିଲି। ମୋ ବାଣ୍ଡର ଗୋଟେ ଧକ୍କାରେ ବୋଉର ଥଲଥଲିଆ ଦେହଟା ଦହଲି ଯାଉଥାଏ। ବୋଉକୁ କୁକୁର ଭଳି ଗେହିବାରୁ ମୋ ବାଣ୍ଡ ବୋଉର ନାଭିର ମୁଣ୍ଡରେ ବାଜୁଥାଏ। ବୋଉ ପୁରା ଚିଲେଇ ଉଠୁଥାଏ। ବୋଉ ସମ୍ଭାଳି ନପାରି ଧୀରେ ଧୀରେ ଗେହିବାକୁ କହୁଥାଏ, ହେଲେ ମୁଁ କିଛି ନ ଶୁଣି ଜୋରରେ ଗେହୁଥାଏ। ତାପରେ ମୋ ଆଣ୍ଠୁ ଦରଜ ହୋଇଗଲା। ମୁଁ ତଳେ ଶୋଇଲି ଆଉ ବୋଉ ମୋ ଉପରେ ବସି ତା ବିଆରେ ବାଣ୍ଡ ପୂରେଇ ଗାଣ୍ଡିକୁ କଚାଡ଼ି କଚାଡ଼ି ଗିହା ଖାଉଥାଏ। କିଛି ସମୟ ପରେ ବୋଉ ବିଆରୁ ପାଣି ବୋହିବାକୁ ଲାଗିଲା। ବୋଉ ବିଆର ଗରମ ପାଣିରେ ମୋ ବାଣ୍ଡ ଆଉ ପେଟ ଜଳିଗଲା ଭଳି ଲାଗୁଥାଏ। ଏଇଭଳି ଘଣ୍ଟାଏ କାଳ ଗେହିବା ପରେ ମୋର ବୀର୍ଯ୍ୟ ବାହାରିବାର ସମୟ ହେଇଗଲା। ମୁଁ ପୁଣି ବୋଉକୁ ଆଣ୍ଠେଇ କୁକୁର ଭଳି ଜୋର ଜୋର ଗେହିବାକୁ ଲାଗିଲି ଆଉ ସବୁ ବୀର୍ଯ୍ୟକୁ ବୋଉର ବିଆ ଭିତରେ ଛାଡ଼ିଲି। ଆଉ କିଛି ସମୟ ବୋଉର ବିଆ ଭିତରେ ବାଣ୍ଡ ପୂରେଇ ଦାବିକି ରଖିଲି, ଯେମିତି ବୀର୍ଯ୍ୟ ବାହାରକୁ ନ ବାହାରିବ। ବୋଉ ଗୋଟେ ଦୀର୍ଘ ନିଶ୍ୱାସ ଛାଡ଼ି କହିଲା, ଓଃ କି ଶାନ୍ତି। ତାପରେ ଆମେ ଧୁଆଧୁଇ ହୋଇକି ଶୋଇଲୁ। ବୋଉ ମୋତେ କୁଣ୍ଡେଇ ଧରି ଚୁମା ଦେଇକି ଶୋଇପଡ଼ିଲା। ଆଉ ଏବେ ମୁଁ ସବୁଦିନ ବୋଉକୁ ଗେହୁଛି। ବୋଉ ମୋ ଠାରୁ ଦିନେ ଗିହା ନ ଖାଇଲେ ରହିପାରୁନି। ବୋଉକୁ ଗେହି ଗେହି ମୋ ବାଣ୍ଡ ଆଉ ବୋଉର ଗାଣ୍ଡି ଆହୁରି ବହୁତ ବଡ଼ ହୋଇଗଲାଣି। ଦର୍ଶକ ବନ୍ଧୁ, କାହାଣୀଟି ଏଇଠି ସମାପ୍ତ ହେଉଛି। ମୁଁ ଆପଣମାନଙ୍କ ପାଇଁ ଆଉ ଗୋଟେ କାହାଣୀ ଲେଖୁଛି। ବୋଉ ବୁଟୁ ଭୂତ ଉପରେ ମୁଁ ଆପଣମାନଙ୍କ ପାଇଁ ଏକ ସୁନ୍ଦର କାହାଣୀ ଲେଖୁଛି। ଯେଉଁ କାହାଣୀ ଶୁଣିଲା ପରେ ଆପଣମାନଙ୍କର ବାଣ୍ଡ ପୁରା ନିଶ୍ଚୟ ଛିଡ଼ା ହୋଇଯିବ। ସେ କାହାଣୀକୁ ଆପଣମାନେ ଅପେକ୍ଷା କରନ୍ତୁ। ଆଜି ପାଇଁ ଏତିକି, ରହୁଛି। ଦେଖାହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ହଁ,
କିନ୍ତୁ ତା ପୂର୍ବରୁ ଜଲ୍ଦି ଟେଲିଗ୍ରାମରେ ଜଏନ୍ କରନ୍ତୁ। ରହୁଛି, ଧନ୍ୟବାଦ।